ଆଜିର ସୁନା ଦର ବଢ଼ିଲା। ସୁନା ରୂପା ଦର ଚିନ୍ତାରେ ଗ୍ରାହକ। ସୁନା ଓ ରୂପା ଦରରେ ହେଉଥିବା ହ୍ରାସରେ ବ୍ରେକ୍ ଲାଗିଛି। ବୁଧବାର ଭୁବନେଶ୍ୱରରେ 22 କ୍ୟାରେଟ୍ ସୁନାର 10 ଗ୍ରାମ ପିଛା ଦର 3,450 ଟଙ୍କା ବୃଦ୍ଧି ପାଇ 1,34,450 ଟଙ୍କା ହୋଇଛି। 24 କ୍ୟାରେଟ୍ ସୁନାର 10 ଗ୍ରାମ ଦାମ 3,760 ଟଙ୍କା ବଢ଼ି 1,46,670 ଟଙ୍କା ହୋଇଛି। ରୂପା କେଜି ମଧ୍ୟ 10,000 ଟଙ୍କା ବୃଦ୍ଧି ପାଇ 2,60,000 ଟଙ୍କା ହୋଇଛି। ଚଳିତ ମାସ 18 ତାରିଖରୁ ସୁନା ଦର ଲଗାତାର ଭାବେ ହ୍ରାସ ପାଉଥିଲା। ମାର୍ଚ୍ଚ 18ରୁ 24 ତାରିଖ ମଧ୍ୟରେ 22 କ୍ୟାରେଟ୍ ସୁନାର 13,900 ଟଙ୍କା ଓ 24 କ୍ୟାରେଟ୍ ସୁନା 15,170 ଟଙ୍କା ଶସ୍ତା ହୋଇଥିଲା। କେବଳ ଭୁବନେଶ୍ୱର ନୁହେଁ, ଆଜି ଦେଶବ୍ୟାପୀ ସୁନା ରୂପା ମହଙ୍ଗା ହୋଇଛି। ନମ୍ବର 2, ଆସନ୍ତା ମେ ମାସ 5 ତାରିଖରୁ ଆରମ୍ଭ ହେବ ସିପିଇଟି ପ୍ରବେଶିକା ପରୀକ୍ଷା। ଆସନ୍ତା ମାସ ମେ ମାସ 5 ତାରିଖରୁ ଆରମ୍ଭ ହେବ ସିପିଇଟି ପ୍ରବେଶିକା ପରୀକ୍ଷା। 5 ମେ 2024 ତାରିଖଠାରୁ 18 ମେ 2024 ତାରିଖ ପର୍ଯ୍ୟନ୍ତ ସିପିଇଟି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ହୋଇଛି। ଶିକ୍ଷାବର୍ଷ 2024-27ରେ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ରହିଥିବା 31,915 ସିଟ୍ ନିମନ୍ତେ ସର୍ବମୋଟ 58,708 ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିଛନ୍ତି। ନମ୍ବର 3, ପ୍ରଥମ ଦିନରେ ଗଣତି ମଣତି ପ୍ରକ୍ରିୟା ଶେଷ। 6 ତାରିଖରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ। ଦୀର୍ଘ 48 ବର୍ଷ ପରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି। ଦୀର୍ଘ 48 ବର୍ଷ ପରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି। ପ୍ରଥମ ଦିନରେ ଚଳନ୍ତି ରତ୍ନଭଣ୍ଡାର ଗଣତି ମଣତି କରାଯାଇଛି। ଆସନ୍ତା 6 ତାରିଖରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଗଣତି। ସମୁଦାୟ ପ୍ରକ୍ରିୟାର ଫଟୋଗ୍ରାଫି, ଭିଡ଼ିଓଗ୍ରାଫି ଓ 3D ମ୍ୟାପିଂ କରାଯାଇଛି। ଅତ୍ୟନ୍ତ ସ୍ୱଚ୍ଛତା, ସାଧୁତା ଓ କଡ଼ା ସୁରକ୍ଷା ମଧ୍ୟରେ ମହାପ୍ରଭୁଙ୍କ ନିତ୍ୟ ବ୍ୟବହୃତ ଅଲଙ୍କାରଗୁଡ଼ିକର ହୋଇଛି ଓଜନ ଗଣତି। ସୁନା, ରୂପା ଓ ରତ୍ନକୁ 3 ଭାଗରେ ପୃଥକ କରାଯାଇ ହୋଇଛି ଗଣତି ମଣତି। ହ୍ୟାଣ୍ଡଲିଂ ଟିମର ସଦସ୍ୟ ଭଣ୍ଡାର ମେକାପ ବୁଣିଆ ଓ ଜେମସ୍ ଲୋଡିସ୍ ଚଳନ୍ତି ଭଣ୍ଡାରରେ କରିଥିଲେ ଗଣତି ମଣତି। ମେଲକ କଷଟି ପଥର, ରତ୍ନ ଚିହ୍ନିବା ପାଇଁ ଲେନ୍ସ ଓ ଅଲଙ୍କାର ଓଜନ ମେସିନ୍ ସହ ଭିତରକୁ ଯାଇଥିଲେ। ଶ୍ରୀମନ୍ଦିର ବଣିଆ ଯାଞ୍ଚ ପରେ ସମସ୍ତ ଅଧିକୃତ ସଦସ୍ୟଙ୍କୁ ଛଡ଼ାଯାଇଥିଲା। ରତ୍ନ ଗଣତି ସମୟରେ ଭିତର କାଠ ଦର୍ଶନ ବନ୍ଦ ରହିଥିଲା। ବାହାର କାଠରୁ ଭକ୍ତ କରିଥିଲେ ଦର୍ଶନ। ନମ୍ବର 4, ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍। ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଚ୍ୟାଲେଞ୍ଜ କଲେ ଅସାମାଜିକ ବ୍ୟକ୍ତି। ଏକା ସାଙ୍ଗରେ ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡ଼ିଲା 2ଟି ଡ୍ରୋନ୍। ଦୀର୍ଘ ସମୟ ଧରି ଶ୍ରୀମନ୍ଦିର ଚୂଡ଼ାରେ ଚକ୍କର କାଟିଲା 2ଟି ଡ୍ରୋନ୍। ଅପରାହ୍ନ 5ଟା 23 ମିନିଟ୍ରେ ଏହି ଡ୍ରୋନ୍ ଉଡ଼ୁଥିବା ନେଇ ସୂଚନା ରହିଛି। ଗୋଟିଏ ପଟରେ କଡ଼ା ସୁରକ୍ଷା ଭିତରେ ରତ୍ନ ଗଣତି ଚାଲିଥିବା ବେଳେ ଏପଟରେ ଡ୍ରୋନ୍ ଉଡ଼ିବାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ନମ୍ବର 5, ଆସନ୍ତା ଏପ୍ରିଲରେ 10 ଦିନ ବନ୍ଦ ରହିବ ସ୍କୁଲ। ସ୍କୁଲ ଛୁଟିକୁ ନେଇ ଆସିଲା ବଡ଼ ଖବର। ଆସନ୍ତା ଏପ୍ରିଲ 10 ଦିନ ବନ୍ଦ ରହିବ ସ୍କୁଲ। ପିଲାମାନେ ସମୁଦାୟ 10 ପବ୍ଲିକ୍ ହଲିଡେ ପାଇବେ। ଏପ୍ରିଲ ମାସ ଆରମ୍ଭ ହେବା ସହିତ ବିଭିନ୍ନ ପର୍ବ ଉତ୍ସବ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ସ୍କୁଲ ଶିକ୍ଷା ବିଭାଗ ଆଗାମୀ ମାସ ପାଇଁ ଛୁଟି ତାଲିକା ପ୍ରକାଶ କରିଛି, ଯେଉଁଥିରେ ଅନେକ ପ୍ରମୁଖ ପର୍ବପର୍ବାଣି ଯୋଗୁଁ ସ୍କୁଲଗୁଡ଼ିକରେ ଛୁଟି ସ୍ଥିର କରାଯାଇଛି। ମେ ମାସରେ ଗ୍ରୀଷ୍ମ ଅବକାଶ ପାଇବେ ଛାତ୍ରଛାତ୍ରୀ। ତା ପୂର୍ବରୁ ଏପ୍ରିଲରେ 10 ଦିନ ସ୍କୁଲ ଛୁଟି ରହିବ। ନମ୍ବର 6, ବିଧାନସଭାରେ ଉପସ୍ଥାପିତ ହେଲା ଶ୍ୱେତପତ୍ର। 2025ରେ ଅପରାଧିକ କାର୍ଯ୍ୟକଳାପକୁ ନେଇ ଶ୍ୱେତପତ୍ର ପ୍ରକାଶ। 2025 ଅପରାଧିକ କାର୍ଯ୍ୟକଳାପକୁ ନେଇ ବିଧାନସଭାରେ ଶ୍ୱେତପତ୍ର ଉପସ୍ଥାପନା କଲା ଗୃହ ବିଭାଗ। 2024 ତୁଳନାରେ 2025ରେ 3.36% ବଢ଼ିଛି ଧର୍ତ୍ତବ୍ୟ ଅପରାଧ। 2024ରେ 2,14,113 ଅପରାଧ ହୋଇଥିଲା। ସେହିପରି 2025ରେ ଏହି ସଂଖ୍ୟା 2,29,881କୁ ବୃଦ୍ଧି ପାଇଛି। ରାଜ୍ୟର 9ଟି ଜିଲ୍ଲା କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା, ବଲାଙ୍ଗୀର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ ରାଉରକେଲାର କିଛି ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପ ସାମାନ୍ୟ କମିଛି। ନମ୍ବର 7, କଡ଼ାକଡ଼ି ହେଲା ନିୟମ। ଏଲ୍‌ପିଜି ସିଲିଣ୍ଡର ବୁକିଂ ସମୟସୀମା ବଢ଼ିଲା। ଏଲ୍‌ପିଜି ସିଲିଣ୍ଡର ଅଭାବ ମଧ୍ୟରେ ଗ୍ୟାସ୍ କମ୍ପାନୀଗୁଡ଼ିକ ସେମାନଙ୍କର ବୁକିଂ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ତେବେ 14.2 କିଲୋଗ୍ରାମ ଘରୋଇ ସିଲିଣ୍ଡର ପାଇଁ ବୁକିଂ ବ୍ୟବଧାନ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ସମୟସୀମା 25 ଦିନ ଥିଲା, କିନ୍ତୁ ଏବେ ଏହାକୁ 35 ଦିନକୁ ବୃଦ୍ଧି କରାଯାଇଛି। ଏହାର ଅର୍ଥ ହେଉଛି, ଯଦି ଆପଣ ଗୋଟିଏ ସିଲିଣ୍ଡର କିଣିଛନ୍ତି, ତେବେ ଆପଣଙ୍କୁ ପରବର୍ତ୍ତୀ ବୁକିଂ ପାଇଁ ଅତି କମରେ 35 ଦିନ ଅପେକ୍ଷା କରିବାକୁ ପଡ଼ିବ।
ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଅଧୀନରେ ଏହି ନିୟମ ବିଶେଷ ଭାବରେ 2 ସିଲିଣ୍ଡର ସଂଯୋଗ ଥିବା ଲୋକଙ୍କ ପାଇଁ ପ୍ରଯୁକ୍ତ, ଅର୍ଥାତ୍ ଡବଲ ବଟନ ସଂଯୋଗ ଥିବା ଲୋକଙ୍କ ପାଇଁ। ଉଜ୍ଜ୍ୱଲା ଯୋଜନାର ହିତାଧିକାରୀମାନଙ୍କୁ ଏବେ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ। ଏହି ଯୋଜନାରେ ପଞ୍ଜୀକୃତ ଲୋକମାନଙ୍କୁ ପରବର୍ତ୍ତୀ ବୁକିଂ ପାଇଁ 45 ଦିନ ଅପେକ୍ଷା କରିବାକୁ ପଡ଼ିବ। ଯେଉଁ ଗ୍ରାହକମାନଙ୍କର କେବଳ ଗୋଟିଏ ସିଲିଣ୍ଡର ସଂଯୋଗ ଅଛି, ସେମାନେ ପୂର୍ବ ଡେଲିଭରି 25 ଦିନ ପରେ ହିଁ ନୂତନ ସିଲିଣ୍ଡର ବୁକ୍ କରିପାରିବେ। ଡେଲିଭରି ସମୟରେ ଏକ OTP ପ୍ରଦାନ କରିବା ବାଧ୍ୟତାମୂଳକ କରାଯାଇଛି। ଯଦି ଜଣେ ଗ୍ରାହକ ତାଙ୍କର EKYC ପୂରଣ କରିବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କର ବୁକିଂ ବାତିଲ ହୋଇପାରେ। ନମ୍ବର 8 ଶ୍ରୀରାମନବମୀରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଆସନ୍ତା 27 ତାରିଖରେ ପାଳିତ ହେବାକୁ ଥିବା ଶ୍ରୀରାମନବମୀ ଅବସରରେ ରାଜ୍ୟ ସରକାର ସତର୍କ ହୋଇ ଉଠିଛନ୍ତି। ଆଜି ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରି ସମଗ୍ର ରାଜ୍ୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ପ୍ରଶାସନକୁ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, 2025 ମସିହାରେ ପୁଲିସର ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଯୋଗୁଁ ଶାନ୍ତିପୂର୍ଣ୍ଣ ଭାବେ ଏହି ପର୍ବ ପାଳିତ ହୋଇଥିଲା। ନମ୍ବର 9 ହରମୁଜ ପ୍ରଣାଳୀରେ ପାକିସ୍ତାନମୁଖୀ ଜାହାଜକୁ ଇରାନର ଅଟକ। ଆମେରିକା ପ୍ରଭାବରେ ମଧ୍ୟପ୍ରାଚ୍ୟରେ ଚାଲିଥିବା କୂଟନୈତିକ ପରିପ୍ରେକ୍ଷିତରେ ପାକିସ୍ତାନକୁ ଇରାନ ପକ୍ଷରୁ ଏକ ବଡ଼ ଝଟକା ଲାଗିଛି। ଇରାନ ଉପସାଗରକୁ କରାଚି ଯାଉଥିବା ସେଲାନ ନାମକ ଏକ ଜାହାଜକୁ ହରମୁଜ ପ୍ରଣାଳୀରେ ଅବରୋଧ କରାଯାଇଥିବା ସୂଚନା ମିଳିଛି। ଇରାନୀ ଅଧିକାରୀମାନଙ୍କ କହିବା ଅନୁସାରେ ଜାହାଜଟି ହରମୁଜ ପ୍ରଣାଳୀ ଦେଇ ଯିବା ପାଇଁ ପୂର୍ବ ଅନୁମତି ନେଇନଥିଲା। ନମ୍ବର 10 ଏପ୍ରିଲ 6ରୁ ସକାଳୁଆ ହେବ କୋର୍ଟ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ଅଦାଲତଗୁଡ଼ିକର ସମୟସୂଚୀରେ ପରିବର୍ତ୍ତନ କରାଯାଇଛି। ଆସନ୍ତା ଏପ୍ରିଲ 6ରୁ ରାଜ୍ୟର ସମସ୍ତ ଜିଲ୍ଲା ଅଧୀନସ୍ଥ ଅଦାଲତ ସକାଳୁଆ ହେବ। ଏନେଇ ମଙ୍ଗଳବାର ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ନୂତନ ସମୟ ଅନୁସାରେ କୋର୍ଟ କାର୍ଯ୍ୟ ସକାଳ 7ଟାରୁ ଅପରାହ୍ନ 1ଟା ପର୍ଯ୍ୟନ୍ତ ଚାଲିବ। ନମ୍ବର 11 ଧାନ ବିକିବା ଅପେକ୍ଷାରେ ଏବେ ବି 1,63,000 ଚାଷୀ। 7 ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ। ବିକ୍ରି ଅପେକ୍ଷାରେ ଅଛନ୍ତି 1,63,000 ଚାଷୀ। ଭୁବନେଶ୍ୱର 25 ମାସ 7 ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ। ଏବେ ବି 1,63,000 ଚାଷୀ ପଞ୍ଜୀକରଣ କରି ଧାନ ବିକିବା ଅପେକ୍ଷାରେ ଅଛନ୍ତି। ବିଧାନସଭାରେ ଲିଖିତ ଉତ୍ତର ରଖି ଯୋଗାଣ ମନ୍ତ୍ରୀ କହିଛନ୍ତି, 19,24,000 ପଞ୍ଜୀକୃତ ଯୋଗ୍ୟ ବିବେଚିତ ଚାଷୀଙ୍କଠାରୁ ଧାନ କ୍ରୟ ନିମନ୍ତେ ଟୋକନ ପ୍ରଦାନ କରାଯାଇଛି। ତନ୍ମଧ୍ୟରୁ 17,61,000 ପଞ୍ଜୀକୃତ ଚାଷୀ ଧାନ ବିକ୍ରି କରିଛନ୍ତି। ନମ୍ବର 12 ରାଜ୍ୟରେ ଆସନ୍ତା 3 ଦିନ ହେବ ଅସହ୍ୟ ତାତି। ଗ୍ରୀଷ୍ମରୁ ଆରମ୍ଭ ରାଜ୍ୟରେ 37 ଡିଗ୍ରୀ ଉପରେ ରହିଛି ତାପମାତ୍ରା। ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରଠୁ ରାଜ୍ୟର ଅନେକ ସ୍ଥାନରେ ଖରା ଗରମ ଅନୁଭୂତି ହେଉଛି। ତେବେ ଆଗାମୀ 3 ଦିନ ଆହୁରି ବଢ଼ିବ ତାତି। ବୁଧବାର ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ, ମାଲକାନଗିରି, ରାୟଗଡ଼ା ଓ କୋରାପୁଟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। 26 ତାରିଖ ଗୁରୁବାର ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ଆଶଙ୍କା ଅଛି। 27 ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ। 40ରୁ 50 କିମି ବେଗରେ ପବନ ବି ବହିବାର ଆଶଙ୍କା ଅଛି। 28ରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ 40ରୁ 50 କିମି ବେଗରେ ପବନ ସହ କୁଆପଥର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ନମ୍ବର 13 IPL ପୂର୍ବରୁ ବିକ୍ରି ହେଲା ବିରାଟ କୋହଲିଙ୍କ ଟିମ୍ RCB। ଆଉ କିଛି ଦିନ ପରେ ଆରମ୍ଭ ହେବ IPL। ଏଥିପାଇଁ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି ସମସ୍ତ ଫ୍ରାଞ୍ଚାଇଜ। ଏଥିମଧ୍ୟରେ ଡିଫେଣ୍ଡିଂ ଚାମ୍ପିୟନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଖବର। IPL ସିଜନ୍ 19 ଆରମ୍ଭ ହେବା ପୂର୍ବରୁ ବିକ୍ରି ହୋଇଯାଇଛି RCB। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳକୁ ଆଦିତ୍ୟ ବିର୍ଲା ଗ୍ରୁପ, ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପ, ବୋଲ୍ଟ ଭେଞ୍ଚର୍ସ ଏବଂ ବ୍ଲାକଷ୍ଟୋନଙ୍କ ପରପେଚୁଆଲ ପ୍ରାଇଭେଟ ଇକ୍ୱିଟି ଷ୍ଟ୍ରାଟେଜି ବ୍ଲାକଷ୍ଟୋନ ମିଳିତ ଭାବରେ ଅଧିଗ୍ରହଣ କରିଛନ୍ତି। ନମ୍ବର 14 ପିଲାଙ୍କ ପାଇଁ ଫେସବୁକ୍ ଇନଷ୍ଟାଗ୍ରାମ ନିୟମାବଳୀରେ ଉଲ୍ଲଂଘନ ଅଭିଯୋଗରେ ଫାଇନ୍ ଗଣିବ ମେଟା। ମେଟାକୁ ବଡ଼ ଝଟକା, 3100 କୋଟିର ଫାଇନ୍ ଗଣିବ ମେଟା। ପିଲାଙ୍କ ପାଇଁ ଫେସବୁକ୍ ଇନଷ୍ଟାଗ୍ରାମ ନିୟମାବଳୀ ଉଲ୍ଲଂଘନ ଅଭିଯୋଗରେ ଜରିମାନା ଲଗାଇଛନ୍ତି କୋର୍ଟ। ଆମେରିକାର ନ୍ୟୁ ମେକ୍ସିକୋ ରାଜ୍ୟର ଏକ କୋର୍ଟ ସୋସିଆଲ ମିଡ଼ିଆ କମ୍ପାନୀ ମେଟାକୁ ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇବା ଏବଂ ଏହାର ପ୍ଲାଟଫର୍ମରେ ଯୌନ ନିର୍ଯାତନାମୂଳକ ବିଷୟବସ୍ତୁ ଲୁଚାଇବା ଅଭିଯୋଗରେ ଆଧାରରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ନମ୍ବର 15 ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ। ପୁଣି ଥରେ ବିଜେଡିକୁ ଫେରିଲେ ବାଲେଶ୍ୱର ଜିଲ୍ଲାର 2 ଭେଟେରାନ ରାଜନେତା ରଘୁନାଥ ମହାନ୍ତି ଏବଂ ଜୀବନ ପ୍ରଦୀପ ଦାସ। ଆଜି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟାରେ କହିଛନ୍ତି, 2 ନେତାଙ୍କ ଯୋଗଦାନ ଦ୍ୱାରା ବିଜେଡି ବାଲେଶ୍ୱର ଜିଲ୍ଲାରେ ଆହୁରି ମଜବୁତ ହେବ।
ନମ୍ବର 16 ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଏକ ବଡ଼ ରାଜନୈତିକ ହଲଚଲ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ବିଭିନ୍ନ ରାଜ୍ୟ ବିଭାଗ ଏବଂ ସମ୍ପୃକ୍ତ ସଂସ୍ଥାର 23ଟି ପଦବୀ ଏବଂ ଦାୟିତ୍ୱରୁ ଇସ୍ତଫା ଦେଇଛନ୍ତି। ନିର୍ବାଚନୀ ସ୍ୱଚ୍ଛତା ଏବଂ ପ୍ରଶାସନିକ ସନ୍ତୁଳନ ଦୃଷ୍ଟିରୁ ବାନାର୍ଜୀଙ୍କ ଏହି ନିଷ୍ପତ୍ତିକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚିତ କରାଯାଉଛି। ନମ୍ବର 17 ମଧ୍ୟପ୍ରାଚ୍ୟ ସଙ୍କଟ ଉପରେ ସର୍ବଦଳୀୟ ବୈଠକ ଆରମ୍ଭ। ପଶ୍ଚିମ ଏସିଆରେ ଚାଲିଥିବା ଅଚେତନା ଏବଂ ବିଶ୍ୱସ୍ତରୀୟ ଚିନ୍ତାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଡକାଯାଇଥିବା ଏକ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି। ତୃଣମୂଳ କଂଗ୍ରେସ ଟିଏମସି ସର୍ବଦଳୀୟ ବୈଠକକୁ ବର୍ଜନ କରିଛି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗୋଟିଏ ଦିନ ପୂର୍ବରୁ 24 ମାର୍ଚ୍ଚ 2024 ଘୋଷଣା କରିଥିଲେ ଯେ କେରଳରେ ଏକ କାର୍ଯ୍ୟକ୍ରମ ଯୋଗୁଁ ବୈଠକରେ ଯୋଗ ଦେବେ ନାହିଁ। ନମ୍ବର 18 ପୁଣି ଦିଲ୍ଲୀ ବିଧାନସଭାକୁ ବୋମା ଧମକ। 24 ଘଣ୍ଟା ମଧ୍ୟରେ ଲଗାତାର ଦ୍ୱିତୀୟ ଥର ପାଇଁ ବୁଧବାର ଦିଲ୍ଲୀ ବିଧାନସଭାକୁ ପୁଣି ଥରେ ବୋମା ଧମକ ମିଳିଛି। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନିର୍ଦ୍ଧାରିତ ବଜେଟ୍ ଉପସ୍ଥାପନାର କିଛି ଘଣ୍ଟା ପୂର୍ବରୁ ବିଧାନସଭାକୁ ସମାନ ଧମକ ମିଳିଥିଲା। ବିଧାନସଭା ବାଚସ୍ପତିଙ୍କ ସରକାରୀ ଇମେଲ୍ ଆଇଡିକୁ ପ୍ରାହତ ସମାଜରେ ପଠାଯାଇଥିବା ନୂତନ ଧମକ ଇମେଲରେ ଅଭିଯୋଗ କରାଯାଇଛି ଯେ ଚଳିତ ବିଧାନସଭା ଅଧିବେଶନ ମଧ୍ୟରେ ପରିସରରେ ବୋମା ରଖାଯାଇଥିଲା। ନମ୍ବର 19 ଆସନ୍ତା 27 ତାରିଖରେ ଅନୁଷ୍ଠିତ ହେବ ଶ୍ରୀରାମ ନବମୀ। ଏନେଇ ଚଳଚଞ୍ଚଳ ହୋଇପଡ଼ିଛି ଭଦ୍ରକ। ଆଜି ବାସୁଦେବପୁରରେ ମଦ ବିକ୍ରି ବନ୍ଦ। ଆଜି ଶ୍ରୀରାମ ନବମୀ ପାଳନ ଏବଂ କଳସ ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ଡ୍ରାଏ ଡେ ଘୋଷଣା କଲା ପ୍ରଶାସନ। ରାମନବମୀ ପାଇଁ ଆଜିଠାରୁ 27 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବ। ନମ୍ବର 20 ପିଏନଜି ନହେଲେ ଏଲପିଜି ବନ୍ଦ। କେନ୍ଦ୍ର ସରକାର ଘରୋଇ ଗ୍ୟାସ୍ ଯୋଗାଣ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯେଉଁ ଅଞ୍ଚଳରେ ପିଏନଜି ପାଇପ୍ ପ୍ରାକୃତିକ ଗ୍ୟାସ୍ ସଂଯୋଗ ଉପଲବ୍ଧ ଏବଂ ପରିବାର ପାଇଁ ସୁଗମ ସେଠାରେ ବାସିନ୍ଦାଙ୍କ ପାଇଁ ପିଏନଜି ସଂଯୋଗ ପାଇବା ବାଧ୍ୟତାମୂଳକ। ଏହା ନ କଲେ 3 ମାସ ମଧ୍ୟରେ ସେହି ପରିବାରଗୁଡ଼ିକୁ ଏଲପିଜି ଯୋଗାଣ ବନ୍ଦ ହୋଇଯିବ। ନମ୍ବର 21 ଏବେ 28 ଦିନ ନୁହେଁ ପୁରା 30 ଦିନ ଚାଲିବ ଆପଣଙ୍କ ରିଚାର୍ଜ ପ୍ଲାନ୍। ସରକାରଙ୍କ ବଡ଼ ଘୋଷଣା। ଦେଶରେ ମୋବାଇଲ ରିଚାର୍ଜ ପ୍ଲାନ୍ ସମ୍ପର୍କରେ ଦୀର୍ଘ ଦିନ ଧରି ଚାଲିଥିବା ବିତର୍କ ଏବେ ସରକାରୀ ସ୍ତରରେ ପହଞ୍ଚିଛି। ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ଟେଲିକମ୍ କମ୍ପାନୀଗୁଡ଼ିକୁ 30 ଦିନର ବୈଧତା ସହିତ ପ୍ଲାନ୍ଗୁଡ଼ିକୁ ଅଧିକ ପ୍ରମୁଖ ଭାବରେ ପ୍ରଦାନ କରିବାକୁ ଉତ୍ସାହିତ କରିପାରନ୍ତି। 28 ଦିନର ଯୋଜନା ସହିତ ସମସ୍ୟାର ସମ୍ମୁଖୀନ ହେଉଥିବା ଉପଭୋକ୍ତାଙ୍କ ଅଭିଯୋଗ ବୃଦ୍ଧି ପାଇବା ପରେ ଏହି ପଦକ୍ଷେପ ନିଆଯାଇଛି। ନମ୍ବର 22 ସାହାଯ୍ୟ କରିବାକୁ ଆଉ କରନ୍ତି ଭୟ। ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୁଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ବଜାରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର ଏହି ଚିନ୍ତାର ଦୂର କରିବା ସହ ଜୀବନର ରକ୍ଷାକାରୀଙ୍କୁ ସମ୍ମାନିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ରାହାବୀର ଯୋଜନା ମାଧ୍ୟମରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କଲେ ଆପଣଙ୍କୁ 25,000 ଟଙ୍କାର ଆର୍ଥିକ ପୁରସ୍କାର ମିଳିପାରିବ।